ଏଇଭଳି ଖାଇବା ଆମେ ଯଦି ବନେଇକି ଘର ଲୋକଙ୍କୁ ଖାଇବାକୁ ଦେବା ନା, ଘର ଲୋକ ରେଷ୍ଟୁରାଣ୍ଟ ଯିବା ଭୁଲିଯିବେ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଗୋଟେ ରେଷ୍ଟୁରାଣ୍ଟ ଷ୍ଟାଇଲର ପନିର ତରକାରୀ ରେସିପି ଦେଉଛି, ଯେଉଁଟାକି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିବ। ତେବେ ଚାଲନ୍ତୁ ପ୍ରଥମେ ଆମେ ପନିରକୁ କାଟିବା। ବଡ଼ ବଡ଼ କ୍ୟୁ ସାଇଜ୍ର କରିକି କାଟିବା, ଯେଉଁଭଳି ରେଷ୍ଟୁରାଣ୍ଟ ମାନଙ୍କରେ ବା ହୋଟେଲରେ ଯେମିତି ବଡ଼ ବଡ଼ ସାଇଜ୍ର କରି କାଟନ୍ତି, ଆମେ ସେଇ ବଡ଼ ବଡ଼ ସାଇଜ୍ର କରି କାଟିବା। ତାପରେ ମୁଁ ଏଠି ପନିରକୁ ଫ୍ରାଏ କରୁନି, ଆଜି ମୁଁ ପନିରକୁ ଷ୍ଟିମ୍ କରିକି ରେସିପି ବନେଇବି। ପନିର ମୋର ସବୁ କଟାକଟି କରିବା ଭିତରେ ମୁଁ ବି ଗରମ ପାଣି ବି ବସେଇ ଦେଇଛି। ଗରମ ପାଣି ବି ମୋର ଏଠି ଫୁଟିବା ଆରମ୍ଭ କରିସାରିଲାଣି। ମୁଁ ଗ୍ୟାସ୍ ବନ୍ଦ କରିଦେଇଛି। ଏଠି ପନିରକୁ ଦେଖି ମୁଁ ଲୁଣ ପକାଇ ଦେଉଛି। ଆଉ ସବୁତିକ ପନିର ମୁଁ ଏ ଗରମ ପାଣିରେ ପକାଇଦେବି। ଗରମ ପାଣିରେ ପକାଇ ଦେଇକି ତା ଭିତରେ ଆମେ ଗୋଟେ ମସଲା ରେଡ଼ି କରିବା। ମସଲାରେ ମୋର ଅଛି 1 ଚାମଚ ପୋସ୍ତକୁ ମୁଁ ପାଣିରେ ପକାଇ ଦେଇଛି। ପୋସ୍ତ ଜାଗାରେ ଆପଣମାନେ ଚାରମଗଜ ନେଇପାରନ୍ତି। ଏଠି ମୁଁ ପିଆଜ ନେଇଛି ଅଧିକ, ରସୁଣ, ଅଦା, କାଜୁ ଆଉ ଆଲମଣ୍ଡ ମୁଁ ନେଇଛି। ମୁଁ ମୋର ପନିରକୁ ଦେଖି ନେଇଛି। ତାପରେ ଏଠି ଗୋଟା ମସଲାରେ ମୋର ଅଛି ଗୁଜୁରାତି, ଗୋଲମରିଚ, ଲବଙ୍ଗ, ଖଣ୍ଡେ ଡାଲଚିନି ଅଛି। ଗୋଟେ ପ୍ୟାନ୍ ବସେଇ ପ୍ୟାନ୍ଟା ତାତି ଗଲାଣି, ମୁଁ ଏଥିରେ ଟିକେ ତେଲ ପକାଇ ଦେଉଛି। ଗୋଟା ମସଲା ମୁଁ ପକାଇ ଦେଉଛି। ଗୋଟା ମସଲା ପକାଇ ସାଙ୍ଗେ ସାଙ୍ଗେ ଆମେ ଯେଉଁ ମସଲାକୁ ରଖିଥିଲେ ଅଦା, ରସୁଣ, ପିଆଜ, ତାକୁ ଆମେ ପକାଇଦେବା। ଆଉ ମନେ ରଖିଥିବେ, ପନିରରେ କେବେ ବି ଅଧିକ ମସଲା ନେବେନି। ପିଆଜର କ୍ୱାଣ୍ଟିଟି ଯେତେ ନେଇପାରିବେ, ତା'ର ଟେଷ୍ଟ ଯାଇ ଭଲ ଆସିବ। ମସଲାକୁ ମୁଁ କାହିଁକି ଆଗରୁ ଏଠି ଭଜାଭଜି କରୁଛି, ଆଗକୁ ମୁଁ କହିବି। କାଜୁ, ଆଲମଣ୍ଡ ସବୁ ମୁଁ ପକାଇ ଦେଇଛି। ବାକି ଗୋଟେ ବଡ଼ ସାଇଜ୍ର ଟମାଟୋକୁ ମୁଁ କଟାକଟି କରି ପକାଇ ଦେଉଛି ମସଲା ସହିତ। ବେଶୀ ମସଲାକୁ ଆମେ ଭାଜିବାନି। ଟମାଟୋଟା ସଫ୍ଟ ହେଲା ପର୍ଯ୍ୟନ୍ତ ଆମେ ତାକୁ ଭାଜିବା, ବେଶୀ ତାକୁ ଜାରିବାନି। ରାଗ ପାଇଁ ଆମେ ଗୋଲମରିଚ ଦେଇଛେ, ବାକି ମୁଁ ଏଠି କଞ୍ଚା ଲଙ୍କା ଦେଉଛି। ଆମେ ତ ପନିରରେ ଲୁଣ ପକାଇଥିଲେ, ଏଠି ମୁଁ ମସଲାକୁ ଦେଖିକି ଲୁଣ ପକାଉଛି। ଆଗକୁ ଆମକୁ ଆଉ ଲୁଣ ପକାଇବାର ନାହିଁ। ଟମାଟୋଟା ଆମର ସଫ୍ଟ ହେଇଗଲାଣି, ତାକୁ ମୁଁ ବାହାର କରିଦେଉଛି। ଆଉ ଗୋଟେ ଜାଗାରେ ବାହାର କରିଦେଲେ ନା, ସେ ଜଲ୍ଦି ଥଣ୍ଡା ହେଇଯିବ। ଯଦି ଆମେ ସେଇଥିରେ ରଖିବା, ସେ ଜଲ୍ଦି ଥଣ୍ଡା ହେବନି। ଆଉ ପୁରା ଥଣ୍ଡା ହେଲା ପରେ ଆମେ ଯାଇ ତାକୁ ବାଟିବା। ହେଲେ ଗରମ ଗରମ ଯଦି ଆମେ ବାଟିବା, ତାହେଲେ ଗ୍ରାଇଣ୍ଡର ଆମର ଖରାପ ହେଇଯିବ। ବାକି ମୁଁ ଯେଉଁ ଏକ୍ସଟ୍ରା ପିଆଜ ରଖିଥିଲି, ସେ ପିଆଜକୁ ମୁଁ ଏ ଚପର ସାଇଜ୍ରେ ଚପ୍ କରିଦେଉଛି। ଆପଣମାନେ ଚାହିଁଲେ ତାକୁ ଗୁଣ୍ଡ ଗୁଣ୍ଡ କରି କାଟିପାରନ୍ତି, କିନ୍ତୁ ମୋ ପାଖରେ ଯେହେତୁ ଚପର ଅଛି, ମୋତେ ଟିକେ ସୁବିଧା ହେଉଛି। ତାପରେ ଏପଟେ ଆମର ଥଣ୍ଡା ହେଇଗଲାଣି। ମସଲା ବି ମୁଁ ବଟାବଟି କରି ରେଡ଼ି କରିସାରିଲାଣି। ପିଆଜଟା ବି ଚପ୍ କରିସାରିଲାଣି। ପ୍ୟାନ୍ରେ ତେଲ ଦେଉଛି। ବହୁତ କମ୍ ତେଲ ଆମେ ଦେବା। ଗୋଟା ମସଲା କିଛି ପକାଇବାର ନାହିଁ। ଆମର ତ ମସଲାରେ ପଡ଼ିଥିଲା ଗୋଟା ମସଲା। ବାକି ତେଜପତ୍ର ଗୋଟେ ଦେଇ ଆଉ ଯେଉଁ ଚପ୍ କରିକି ରଖିଥିଲେ ପିଆଜକୁ ଆମେ ପକାଇବା। ଦେଖନ୍ତୁ ମସଲାଟା ଆମର ପୁରା ବଢ଼ିଆ ସେ ବାଟି ହେଇଯାଇଛି। ପିଆଜଟା ଆମର ଭଲସେ ଭାଜି ହେଇଗଲାଣି। ଏହି ସମୟରେ ଆମେ ସେ ମସଲାକୁ, ବଟା ମସଲାକୁ ଦେବା। ଯାହା ବାକି ଆମର ଏକ୍ସଟ୍ରା ପାଣି ଦେବାର ନାହିଁ। ଯଦି ଆମେ ମସଲାକୁ ଆଗରୁ ଭାଜିଛେ ନା, ସେଇ ପନିର ପାଣିକୁ ଦେଇକି ଅଳ୍ପ ଟିକେ ମୁଁ ଗ୍ରାଇଣ୍ଡିଙ୍ଗ ଜାର୍ ଧୋଇ ଦେଉଛି। ଜାର୍ ଧୋଇକି ଏତିକି ପାଣିରେ ଆମେ କଷେଇବା। ଆମେ ଆଗରୁ ଭଜାଭଜି କରିଦେଇଛେ। ମସଲାଟା ଆଗରୁ ଭାଜିବାର ମେନ୍ ଲାଭ ହେଲା ଏଇଗୋଟାକ, କି ବେଶୀ ଆମକୁ କଷିବାକୁ ପଡ଼ିବନି। ଆଉ ଆମର ଗ୍ରେଭିଟା ବି ବହୁତ ମୋଟା ଆସିବ। ଆଉ ତରକାରୀର ଟେଷ୍ଟ ବି ଭଲ ଆସିବ। ଆପଣମାନେ ନିହାତି ଥରେ ଏଇ ପ୍ରୋସେସ୍ରେ କରନ୍ତୁ। ତାକୁ ଆମେ ଭଲସେ କଷେଇବା। ଆମର ତ ଭଜାଭଜି ହେଇଯାଇଛି। ତାକୁ ଆମେ ଖାଲି ସେଇ ପାଣିଟା ଶୁଖିବା ପର୍ଯ୍ୟନ୍ତ ଆମେ ତାକୁ କଷେଇବା। ଏଠି ମୁଁ ଅଧା ଚାମଚ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଦେଇଛି। ଯେତେବେଳେ ଜାଣିବେ ଯେ ଆମର ମସଲା ପୁରା ଗୋଟେ ମେଞ୍ଚା ହେଇକି ରହିଯାଉଛି, ଜାଣିବେ ଯେ ଆମର ମସଲାଟା ଭଲସେ କଷି ହେଇଗଲାଣି। ଏଠି ମୁଁ 2 ଚାମଚ ଫ୍ରେଶ୍ ଦହି ଦେଉଛି। ତାକୁ ଆମେ ଆଉ ଟିକେ କଷେଇବା, କେବଳ ଦହିଟା କଷି ହେବା ପାଇଁ। ଲାଷ୍ଟରେ ଆମେ ଟିକେ ପକାଇଦେବା କସୁରୀ ମେଥି। ଆପଣମାନେ ପନିରରେ ନିହାତି ଭାବରେ କସୁରୀ ମେଥି ଦେବେ। ତାହାର ଯେଉଁ ବାସ୍ନା ଆଉ ତାର ଯେଉଁ ଟେଷ୍ଟ ବହୁତ ବଢ଼ିଆ ଲାଗେ ପନିର ତରକାରୀରେ। ଆମକୁ ତ ଲଙ୍କାଗୁଣ୍ଡ ପକାଇବାର ନାହିଁ କି ହଳଦୀ ପକାଇବାର ନାହିଁ, କାହିଁକି ନା ଆମକୁ ରେଷ୍ଟୁରାଣ୍ଟ ପ୍ରୋସେସ୍ରେ କରିବାର ଅଛି ନା। କିନ୍ତୁ ସେଇ ମେନ୍ ହେଲା ସେଇ କଲର୍ ଆଣିବାର ଅଛି। ଆପଣମାନେ ଲାଷ୍ଟରେ ଦେଖିବେ ଆମର ତରକାରୀର କଲର୍ଟା କେଉଁ ଭଳି ଅଛି।
ଆମେ ଯେଉଁ ପନିରକୁ ପାଣିରେ ପକାଇକି ରଖିଥିଲେ ସେ ପାଣି ସହିତ ପନିରକୁ ଆମେ ମସଲା ସହିତ ଦେଇକି ଭଲସେ ତାକୁ ଗୋଳେଇ ଗାଳେଇ ବେଶୀ ନାହିଁ 5-7 ମିନିଟ୍ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ମୁଁ ଆଗରୁ କହିଥିଲି ନା ମସଲାଟା ଭାଜିବେ, ତାପରେ କଞ୍ଚା ଲଙ୍କା ପକାଇବାର, ଗୋଲମରିଚ ପକାଇବାର, ଏଇସବୁ ଫାଇଦା। ଆମକୁ ରେଷ୍ଟୁରାଣ୍ଟ ଭଳି ଦେଖାଯିବା ଦରକାର ତରକାରୀ, ଯେମିତି ରେଷ୍ଟୁରାଣ୍ଟ ବା ହୋଟେଲରେ କରନ୍ତି। ତାପରେ ତାକୁ ଆଉ ଟିକେ ୟୁନିକ୍ କଲର୍ ଆଣିବା ପାଇଁ ମୁଁ ଏଠି ଧନିଆ ପତ୍ରକୁ ମୁଁ ଡାଇରେକ୍ଟ ପକାଇବିନି, ତାକୁ ଟିକେ ବାଟିକି ପକାଇବି। ଆପଣମାନେ ଯଦି ଏଇଭଳି ପ୍ରୋସେସ୍ରେ କରିନାହାନ୍ତି ନିହାତି ଥରେ ଏଇଭଳି ପ୍ରୋସେସ୍ରେ କରନ୍ତୁ, ସତରେ ବହୁତ ଟେଷ୍ଟି ଲାଗିବ। ରୁଟି ସହିତ ହେଉ କି ଭାତ ସହିତ ହେଉ, ଆପଣମାନେ ଯେଉଁଥିରେ ବି ଖାଇପାରିବେ। କହିବାକୁ ଗଲେ ଇଏ ଏକ ପ୍ରକାର ହେଲ୍ଦି ଖାଇବା। ପନିରଟା ଆମର 4-5 ମିନିଟ୍ ହେଇଗଲାଣି। ଆମେ ଯେଉଁ ଧନିଆ ପତ୍ର ବାଟିଥିଲେ ଏହି ସମୟରେ ପକାଇବା। ଦେଖନ୍ତୁ ଗ୍ରେଭିଟା କେତେ ମୋଟା ହେଇ ଆସିଲାଣି। ବେଶୀ ଫୁଟେଇବାନି, ଧନିଆ ପତ୍ର ଦେଇକି ଅଳ୍ପ ସମୟ ତାକୁ ଆମେ ଟିକେ ଫୁଟିଗଲେ ତାକୁ ବନ୍ଦ କରିଦେବା, ସାଙ୍ଗେ ସାଙ୍ଗେ ବନ୍ଦ କରିଦେବା, ନହେଲେ ଧନିଆ ପତ୍ରର ଯେଉଁ ବାସ୍ନାଟା ସେ ସିଝିଗଲା ପରେ ତାର ସେ ବାସ୍ନାଟା ବି ରହିବନି। ଦେଖନ୍ତୁ ତରକାରୀର କଲର୍କୁ ଦେଖନ୍ତୁ, ଲାଗୁଛି ନା ୟୁନିକ୍? ମନ ହେଉଛି ନା ଆପଣମାନଙ୍କୁ ତରକାରୀ ଦେଖିକି ଏମିତି ଏଇଭଳି ରେସିପି କରିବା ପାଇଁ? ଲାଷ୍ଟରେ ମୁଁ ଟିକେ ପକାଇ ଦେଇଛି ବଟର, ତାକୁ ଟିକେ ଘୋଡ଼େଇ ଦେବା। 3-4 ମିନିଟ୍ ପରେ ଆମେ ଯାଇ ବଢ଼ାବଢ଼ି କରିବା। ଦେଖନ୍ତୁ ପାଲଙ୍ଗ ପନିର କହିପାରନ୍ତି, ବଟର ପନିର କହିପାରନ୍ତି, ଯାହା ବି ଆପଣମାନେ ଏହାର ନାଁ ଦେଇପାରନ୍ତି, କିନ୍ତୁ ଖାଇବାକୁ ତ ପୁରା ଜବରଦସ୍ତ। ରେଷ୍ଟୁରାଣ୍ଟ ଠାରୁ ବି ଆହୁରି ଟେଷ୍ଟି ଏ ତରକାରୀ। ନିହାତି ଥରେ ଏଇଭଳି ଟ୍ରାଏ କରନ୍ତୁ। ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ବକ୍ସରେ ଦେବା ପାଇଁ, ଲେଖିବା ପାଇଁ ଆପଣମାନେ କେବେ ବି ଭୁଲିବେନି। ମୁଁ ତ ଏଠି ବନେଇଥିଲି ରୁଟି ସହିତ ଖାଇବା ପାଇଁ, ଆପଣମାନେ ରୁଟି, ପରଟା, ଚକୁଳି ଯେଉଁଥିରେ ବି ଖାଇପାରିବେ। ତା'ର ଟେଷ୍ଟ ତ ଆପଣମାନେ ନିହାତି ଭାବରେ ଜାଣିପାରିବେ ବନେଇକି ଖାଇଲେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଲାଗୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଆଜିର ଭିଡ଼ିଓରେ ଏତିକି, ରହୁଛି। ନମସ୍କାର।